ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ତୁମମାନଙ୍କ ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ ଏସ୍ ଓଡ଼ିଆ ଏକାଡେମୀକୁ ସ୍ୱାଗତ। ପିଲାମାନେ ତୁମମାନଙ୍କର ଯେଉଁ ଆନୁଆଲ୍ ପରୀକ୍ଷା ଆସୁଛି ଫେବୃଆରୀ 21ରୁ ଆରମ୍ଭ ହୋଇକି ମାର୍ଚ୍ଚ 6ରେ ସରିବ। ତ ସେଥିପାଇଁ ଆମେ MCQ ଗୁଡ଼ିକୁ ଆଲୋଚନା କରିବା, ପ୍ରତ୍ୟେକ ସବଜେକ୍ଟର ପ୍ରତ୍ୟେକ ଟପିକ୍ ୱାଇଜ୍। ତ କେତେ ଗୁଡ଼ିଏ ଆମେ ସେଟ୍ ଦେଖିବା ଯେଉଁଟାକି ଆମକୁ ପରୀକ୍ଷା ପାଇଁ ବହୁତ ଭଲ ନମ୍ବର ଆଣିବା ପାଇଁ ସହାୟକ ହେବ। ତ ଏଇ ପ୍ରାକ୍ଟିସ୍ ସିରିଜ୍ ଗୁଡ଼ିକୁ ସମସ୍ତେ ପ୍ରାକ୍ଟିସ୍ କର, ବାରମ୍ବାର ପ୍ରାକ୍ଟିସ୍ କର, ଯାହାଦ୍ୱାରା କି ତୁମେ 100% ନମ୍ବର ରଖିପାରିବ। କାହିଁକିନା ଆମର MCQ ମାର୍କ ପୁରା ଫୁଲ୍ 300 ମାର୍କ ରହୁଛି 6ଟା ବିଷୟରୁ 50 ଲେଖା। ତେଣୁ ଆମେ ଯଦି 50ରୁ 49, 48 ଏଇଭଳିଆ ମାର୍କ ଆଣିପାରିବା ତେବେ ଯାଇକି ଆମ ପାଇଁ A1 ଗ୍ରେଡ଼୍ ଆସିପାରିବ। ତେଣୁ ଆମେ ପ୍ରତ୍ୟେକ ସବଜେକ୍ଟକୁ ଦେଖିବା। ତ ପ୍ରଥମେ ଯେଉଁମାନେ ବି ଭିଡ଼ିଓକୁ ଦେଖୁଛ ନିଶ୍ଚିତ ରୂପେ ଗୋଟେ ସବସ୍କ୍ରାଇବ୍ କରି ରଖ, ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍କୁ କ୍ଲିକ୍ କରିଦିଅ, କାହିଁକିନା ମୁଁ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବି ତାର ନୋଟିଫିକେସନ୍ ସର୍ବପ୍ରଥମେ ପହଞ୍ଚି ପାରିବ। ଆଉ ଯେଉଁମାନେ ମୋ ସହିତ ଜଡ଼ିତ ହୋଇକି ରହୁଛ ପରୀକ୍ଷା ପରେ ମୋତେ ଜଣାଇବ, ସାର୍ ଆପଣଙ୍କ ଭିଡ଼ିଓ ଦେଖିଥିବା ଦ୍ୱାରା ପ୍ରାକ୍ଟିସ୍ କରିଥିବା ଦ୍ୱାରା ଆମେମାନେ ଏତେ ପରସେଣ୍ଟ ଅଧିକ ନମ୍ବର ଆଣିପାରିଲେ। ତ ଚାଲ, ଆଉ ଯେଉଁମାନେ ଆସ୍ପିରେସନାଲ୍ କମ୍ପୋନେଣ୍ଟର କ୍ରୀଡ଼ାଙ୍ଗନର ଅଧିବେଶନର ଆନ୍ସର୍ କିମ୍ବା ସାହିତ୍ୟ ସୂଚନୀ ଜିଜ୍ଞାସା ଅଧିବେଶନର ଆନ୍ସର୍ କରିନାହ, ତ ମୁଁ ଭିଡ଼ିଓ ଅପଲୋଡ଼ କରିସାରିଛି ବା ପ୍ଲେ ଲିଷ୍ଟରେ ଅଛି, ତାର ଭିଡ଼ିଓ ଗୁଡ଼ିକୁ ମଧ୍ୟ ଦେଖିପାରିବ। ଚାଲ ଆଜିର ଭିଡ଼ିଓକୁ ଆରମ୍ଭ କରିବା। ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ରହିଛି? କାନ୍ତ କବିଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା କାହିଁକି? ରାକ୍ଷୀ ପୂର୍ଣ୍ଣିମା ଦିନ ଜନ୍ମଗ୍ରହଣ କରିଥିବାରୁ, ନା ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବାରୁ, ରଥଯାତ୍ରା ଦିନ ଜନ୍ମଗ୍ରହଣ କରିଥିବାରୁ, କୁମାର ପୂର୍ଣ୍ଣିମା ଦିନ ଜନ୍ମଗ୍ରହଣ କରିଥିବାରୁ? ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା 1B ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବାରୁ। କାହାକୁ ପୁତ୍ର କୁହାଯାଇଛି? ସମୁଦ୍ର, ତଟିନୀ, ଝରଣା, ମନ୍ଦିର? ଏ ଭିତରୁ କାହାକୁ ପୁତ୍ର ବୋଲି କୁହାଯାଇଛି? ଏହାର ସଠିକ୍ ଉତ୍ତର ହେଲା ସମୁଦ୍ରକୁ ପୁତ୍ର ବୋଲି କୁହାଯାଇଛି। ଉତ୍କଳ ଜନନୀଙ୍କର କେଉଁ ଅଙ୍ଗକୁ ନୀଳ କୁହାଯାଇଛି? ତାଳ, ତମାଳ ବୃକ୍ଷ, ଶସ୍ୟ କ୍ଷେତ୍ର, ପର୍ବତ ଶ୍ରେଣୀ, ସମୁଦ୍ର? ଏହାର ସଠିକ୍ ଉତ୍ତର ହେଇଯିବ କ'ଣ? 3C ପର୍ବତ ଶ୍ରେଣୀ। ତାପରେ ଦେଖିବା, କେଉଁଥିରେ ଉତ୍କଳ ଜନନୀଙ୍କ ଦେହ ଅନୁରଞ୍ଜିତ ହୋଇଛି? ପଶୁ ରକ୍ତରେ, ବୀର ଯୋଦ୍ଧା ରକ୍ତ, ସୈନ୍ୟ ସାମନ୍ତଙ୍କ ରକ୍ତ, ଶତ୍ରୁମାନଙ୍କ ରକ୍ତ? ଏହାର ସଠିକ୍ ଉତ୍ତର ହେଇଯିବ କ'ଣ? ଶତ୍ରୁମାନଙ୍କ ରକ୍ତରେ ଦେହ ଅନୁରଞ୍ଜିତ ହୋଇଛି। ସିଂହନାଦ କାହା ସିଂହରେ ତିଆରି ଏକ ବାଦ୍ୟ? ସିଂହନାଦ କାହା ସିଂହରେ ତିଆରି ଏକ ବାଦ୍ୟ? ନା ହରିଣ, ବାରହା, ମଇଁଷି, ଗଣ୍ଡା? ମଇଁଷି। ନେକ୍ସଟ ଦେଖିବା, ଡେସ୍ ରାଜା କମଳା ଭୁଜଦଣ୍ଡ ଦିଲାପେଲି ପଦ୍ୟାନୁଯାୟୀ ଶୂନ୍ୟ ସ୍ଥାନ ପୂରଣ କରିବା? ଦିଗ୍ବିଜୟୀ ରାଜା, ମାନଗୋବିନ୍ଦ, ମହତ୍ୱାକାଂକ୍ଷୀ, ନା ଧୃତରାଷ୍ଟ୍ରୀ? ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା ମାନଗୋବିନ୍ଦ। ମୃତ୍ୟୁର ଭୁବନ କାହାକୁ କୁହାଯାଇଛି? ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ଅନ୍ତରିକ୍ଷ? ଏହାର ସଠିକ୍ ଉତ୍ତର ହେଇଯିବ ମର୍ତ୍ତ୍ୟ। ମର୍ତ୍ତ୍ୟ ଆମର ଯେଉଁ ଅଛି ସ୍ୱର୍ଗଧାମ, ମର୍ତ୍ତ୍ୟଧାମ ଆଉ ପାତାଳ, ତିନିଟା ପୁର ଅଛି। ତ ମର୍ତ୍ତ୍ୟ ମାନେ ଆମେ ଯେଉଁଠି ରହୁଛେ ଏଇ ପୃଥିବୀ ଲୋକ। ଅନନ୍ତନାଗ କେଉଁଠାରେ ଥାନ୍ତି? ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ମହାକାଶ? ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା ପାତାଳରେ ଥାନ୍ତି ଅନନ୍ତନାଗ। ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କେଉଁ ରାଗରେ ରଚିତ? ବରାଡ଼ି, ଚଖି, କଳହଂସ, କେଦାର, ଆଶାବରୀ? ଆଶାବରୀ ରାଗରେ ରଚିତ। ପଦ୍ୟରେ ରାବଣକୁ କେଉଁପରି କୁହାଯାଇଛି? ଦଶଶିର, ବିଂଶତିକର, ଦେବ ରିପୁ, ସବୁଗୁଡ଼ିକ? କ'ଣ ହିସାବରେ କୁହାଯାଇଛି ତାଙ୍କୁ? ନା ସବୁଗୁଡ଼ିକ। ଦଶଶିର 10ଟା ମୁଣ୍ଡ, ଦେବ ରିପୁ ମାନେ ଦେବତାମାନଙ୍କ ଶତ୍ରୁ, ବିଂଶତିକର 20ଟି ହାତ। ତ ଏଇଭଳି ତାଙ୍କର ରହିଛି। ତେଣୁ ସବୁଗୁଡ଼ିକ ଉତ୍ତର ହେଇଯିବ 10ଟି। କାହା ବଳରୁ ଦୁଇ ଗୁପ୍ତଚର ଅଙ୍ଗଦଠାରୁ ବଞ୍ଚିଗଲେ? ଦୈବ ବଳରୁ, ଧର୍ମ ବଳରୁ, ମାୟାବୀ ଶକ୍ତି, ବିଭୀଷଣ ବଳରୁ? କାହା ବଳରୁ ବଞ୍ଚିଗଲେ? ନା ଧର୍ମ ବଳରୁ ବଞ୍ଚିଗଲେ। କେଉଁଥିରେ କବିଙ୍କର ଜୀବନ ପ୍ରତି ଶାଶ୍ୱତ ବାର୍ତ୍ତା ପ୍ରକଟିତ ହେଉଛି? ଦୁଃଖୀମାନେ, ଆଶା ଉତ୍ଥାନ ପତନ, ସର୍ପେ ଚିତ୍ର, ଚନ୍ଦ୍ରଚୂଡ଼, ତନୁଭଳି? ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ, କରେ ନିଶିଥିନି ପ୍ରଭାବ ପ୍ରଚାର? ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା
ପାର। ଏ ଦୁଃଖୀ ମନେ ଆଶା ଉତ୍ଥାନ ପତନ। ନେକ୍ସଟ ଦେଖିବା ସର୍ପ ଭୂଷିତ ଶିବଙ୍କ ତନୁ ଭଳି କ'ଣ ଶୋଭା ପାଉଛି? ମୀନଜୀବୀ ନାବ, ବୃକ୍ଷଲତା, ପର୍ବତ, ଛାୟା ମିଶ୍ରିତ ବନସ୍ଥଳୀ। ଏହାର ସଠିକ୍ ଉତ୍ତର ହେଇଯିବ ଛାୟା ମିଶ୍ରିତ ବନସ୍ଥଳୀ। କବିବର ରାଧାନାଥଙ୍କ କେଉଁଟି ଏକ ବ୍ୟଙ୍ଗ କାବ୍ୟ? ପାର୍ବତୀ, ଉର୍ବଶୀ, ଦରବାର, ମହାଯାତ୍ରା। ଏହାର ସଠିକ୍ ଉତ୍ତର ହେଇଯିବ କ'ଣ? ଦରବାର। କାନ୍ତକବି ଲକ୍ଷ୍ମୀକାନ୍ତ କେଉଁ ସମ୍ପ୍ରଦାୟର ଥିଲେ? ବ୍ରାହ୍ମଣ, କ୍ଷତ୍ରିୟ, ବୈଷ୍ଣବ, ଶୂଦ୍ର। କେଉଁ ସମ୍ପ୍ରଦାୟର ସେ ଥିଲେ? ନା ବୈଷ୍ଣବ ସମ୍ପ୍ରଦାୟରେ ଥିଲେ। ତିଅଣରେ ଲୁଣ ଭଳି ସାହିତ୍ୟରେ କାହାର ଆବଶ୍ୟକତା ଅଛି ବୋଲି? ତିଅଣ ମାନେ ଯେଉଁ ଆମେ ଖାଦ୍ୟ ତିଆରି କରୁଛେ ତରକାରୀ, ସେଥିରେ ଲୁଣର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି। ତେଣୁ ତିଅଣରେ ଲୁଣ ଭଳି ସାହିତ୍ୟରେ କାହାର ଆବଶ୍ୟକତା ଅଛି ବୋଲି କାନ୍ତକବି ମନେ କରୁଥିଲେ? ଆଧ୍ୟାତ୍ମିକ ଭାବ, ସ୍ୱଦେଶ ପ୍ରୀତି, କରୁଣ ଭାବ, ହାସ୍ୟରସ। କାହାର ଆବଶ୍ୟକତା ରହିଛି? ହାସ୍ୟରସର ଆବଶ୍ୟକତା ରହିଛି। ଗୋପୀନାଥ ସଙ୍ଗୀତ ସମାଜ ଜରିଆରେ କାନ୍ତକବି କାହା ନିବିଡ଼ ସମ୍ପର୍କରେ ଆସିଥିଲେ? ବୈଷ୍ଣବ ପାଣି, ଜଗନ୍ନାଥ ପାଣି, ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ଅଶ୍ୱିନୀ କୁମାର ଘୋଷ। ମୋହନ ସୁନ୍ଦର ଦେବ ଗୋସ୍ୱାମୀ। କାନ୍ତକବି ରୂପେ ସମ୍ବର୍ଦ୍ଧିତ ହୋଇଥିବା ସଭା କେଉଁଠାରେ ଅନୁଷ୍ଠିତ ହୋଇଥିଲା? ବାଲେଶ୍ୱର ଜିଲ୍ଲା ସ୍କୁଲ, ଭଦ୍ରକ ହାଇସ୍କୁଲ, ଭଦ୍ରକ କଲେଜ, ଫକୀରମୋହନ କଲେଜ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା ଭଦ୍ରକ ହାଇସ୍କୁଲ। ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଜନ୍ମଭୂମି ପ୍ରବନ୍ଧଟି କେଉଁଥିରୁ ସଂଗୃହୀତ? ପ୍ରବନ୍ଧ ମାନସ, ମୋ ସମୟର ଓଡ଼ିଶା, ଇତିହାସ ଓ କିମ୍ବଦନ୍ତୀ, ସ୍ମୃତି ପୂଜା। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ପ୍ରବନ୍ଧ ମାନସ। ବସୁନ୍ଧୈବ କୌଟୁମ୍ବକମ୍ ଭାବନାରେ କେଉଁ ପ୍ରବନ୍ଧଟି ପରିପୁଷ୍ଟ? ସମୂହ ଦୃଷ୍ଟି, ଜନ୍ମଭୂମି, ମାତୃଭାଷା ଓ ଲୋକକଥା, ନରେନ୍ଦ୍ର ବିବେକାନନ୍ଦ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା ଜନ୍ମଭୂମି। ଐଶ୍ୱର୍ଯ୍ୟ ବଢ଼ିବା ସହ ଲେଖକଙ୍କର ଜନ୍ମଭୂମି ସହିତ କେଉଁ ପ୍ରକାରର ସମ୍ବନ୍ଧ ରହିଛି? କ୍ଷୀଣ ସମ୍ବନ୍ଧ, ଘନିଷ୍ଠ ସମ୍ବନ୍ଧ, ମଧୁର ସମ୍ବନ୍ଧ, ବିଭେଦ ସମ୍ବନ୍ଧ। କେଉଁ ସମ୍ବନ୍ଧ ରହିଛି? ନା କ୍ଷୀଣ ସମ୍ବନ୍ଧ ରହିଛି। ତ ଯେଉଁମାନେ ବି କ୍ୱେଶ୍ଚନ୍ ଗୁଡ଼ିକୁ ଦେଖୁଛ ଭଲ ଭାବରେ ଦେଖ ଏବଂ ତାକୁ ବାରମ୍ବାର ଅଭ୍ୟାସ କର, ଯାହାଦ୍ୱାରା କି ଯେଉଁ 3 ମାସ ସମୟ ରହିଲା, 3 ମାସ ଯଦି ଆମେ ସମସ୍ତ ସବଜେକ୍ଟର ସମସ୍ତ ଟପିକ୍କୁ ବାରମ୍ବାର ଅଭ୍ୟାସ କରି ନେଇଥିବା, ତେବେ ଆମକୁ A1 ବା A2 ଗ୍ରେଡ଼୍ ଆଣିବାରେ କୌଣସି ଅସୁବିଧା ହେବ ନାହିଁ। ଆଉ ଯେଉଁମାନେ ଭାବୁଛନ୍ତି ଆମେ ଏ ଭିଡ଼ିଓ ଦେଖିକି ଲାଭ କ'ଣ ହେବ, ଆମକୁ କ'ଣ ମିଳିବ, ଆମେ କେତେ ନମ୍ବର ରଖିବା, ସେମାନେ ପରେ ଚିନ୍ତା କରିବେ। କାହିଁକିନା ଯେଉଁମାନେ ଅଭ୍ୟାସ କରିଥିବେ ନିଶ୍ଚିତ ଭାବରେ ସେମାନଙ୍କୁ ସହାୟକ ହେବ ପରୀକ୍ଷାରେ 100% ପ୍ରଶ୍ନର ଉତ୍ତର ଦେବା ପାଇଁ ଏବଂ ପରୀକ୍ଷାରେ ବହୁତ ଭଲ ନମ୍ବର ରଖିବା ପାଇଁ। ତ ଚାଲ ଆଗକୁ ବଢ଼ିବା। ଶ୍ରୀକୃଷ୍ଣଙ୍କ ଜନ୍ମଭୂମି କେଉଁଠାରେ ଅବସ୍ଥିତ? ଦ୍ୱାରକା, ବୃନ୍ଦାବନ, ଗୋପ, ମଥୁରା। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା ମଥୁରା। ଶୁଷ୍କ ଶବ୍ଦଟି କିପରି ଗଠିତ? ଶୁଶ୍ ଯୁକ୍ତ ତ, ଫାଷ୍ଟ ଏ ହେଲା ତାର ସୁ, ହଳନ୍ ଯୁକ୍ତ ତ, ଶୁଶ୍ ଯୁକ୍ତ ତ, ବି ଶୁଶ୍ ଯୁକ୍ତ କ, ତାଲବେ ସି ସସ୍ ଯୁକ୍ତ କ, ଡି ସସ୍ ଯୁକ୍ତ ତ। ତ ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା ଏ ଶୁଶ୍ ଯୁକ୍ତ ତ। ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟ କେଉଁ ଭାବରେ ଓଡ଼ିଶାରେ ପରିଚିତ? ରସାୟନ ବିଜ୍ଞାନୀ, ପଦାର୍ଥ ବିଜ୍ଞାନୀ, ଗଣିତ ଶାସ୍ତ୍ରୀ, ଉଦ୍ଭିଦ ବିଜ୍ଞାନୀ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? 24 ଡି ଉଦ୍ଭିଦ ବିଜ୍ଞାନୀ। ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧଟି ପ୍ରଥମେ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ, ମୁକୁର, ଉତ୍କଳ ଦର୍ପଣ, ସତ୍ୟବାଦୀ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? 25 ଏ ଉତ୍କଳ ସାହିତ୍ୟ। ବିଦ୍ୟୁତ୍ ସମ୍ବନ୍ଧୀୟ ତତ୍ତ୍ୱ କେଉଁ ବିଜ୍ଞାନର ଅନ୍ତର୍ଗତ? ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ। ଏହାର ସଠିକ୍ ଉତ୍ତର ହେଇଯିବ କ'ଣ? ପଦାର୍ଥ ବିଜ୍ଞାନ। କାହାକୁ ଭାରତୀୟଙ୍କ ତ୍ୟାଗ ମାର୍ଗର ଏକତମ ସ୍ୱତଃସମ୍ଭୂତ ଫଳ ବୋଲି କୁହାଯାଇଛି? ବୈଷୟିକ ଉନ୍ନତି, ଶିକ୍ଷା, ସଂଯମ, ବ୍ରହ୍ମଚର୍ଯ୍ୟ। ଏହାର ସଠିକ୍ ଉତ୍ତର ହେଇଯିବ କ'ଣ? ବୈଷୟିକ ଉନ୍ନତି। ଲେଖକଙ୍କ ମତରେ ମନସ୍ତତ୍ତ୍ୱ, ଇତିହାସ ପ୍ରଭୃତି ବିଷୟ କେଉଁଥିରେ ଅନ୍ତର୍ଗତ? କଳା, ଦର୍ଶନ, ବିଜ୍ଞାନ, ବାଣିଜ୍ୟ।
ଏହାର ସଠିକ୍ ଉତ୍ତର ହେଇଯିବ ବିଜ୍ଞାନ। 28 ବିଜ୍ଞାନ। କାଳ୍ପିକ କେତେ କାଠ କିଣିଥିଲେ? 5 କୁଇଣ୍ଟାଲ, 4 କୁଇଣ୍ଟାଲ, 3 କୁଇଣ୍ଟାଲ, 2 କୁଇଣ୍ଟାଲ। କେତେ କୁଇଣ୍ଟାଲ କାଠ କିଣିଥିଲେ କାଳ୍ପିକ? ଏହାର ସଠିକ୍ ଉତ୍ତର କ'ଣ ହେବ? ନା 2 କୁଇଣ୍ଟାଲ କାଠ କିଣିଥିଲେ। କାଠୁରିଆ ପ୍ରତି ଲେଖକଙ୍କର ଆଚରଣ କିପରି ଥିଲା? କାଠୁରିଆ ପ୍ରତି ଲେଖକଙ୍କର ଆଚରଣ କିପରି ଥିଲା? ଆତ୍ମୀୟତା, ଆନ୍ତରିକତା, ସ୍ୱାର୍ଥ ଓ ପ୍ରତାରଣା, ସହାନୁଭୂତି। ସ୍ୱାର୍ଥ ଓ ପ୍ରତାରଣା। ଗୋଟାଇ ଆଣିଲେ ପ୍ରାୟ 8 ଅଣାର କାଠ ବାହାରିବ। ଏହା କାହା ମନର ଭାବନା? କାଠ ଚିରାଳି, ଲେଖକ, ମୋତି, ଚୈତନ୍ୟ। ଏହା ଲେଖକଙ୍କର ଭାବନା। ପୁତ୍ର ଭଳି କନ୍ୟାକୁ ରାଜସିଂହାସନ ପ୍ରଦାନ କରିବାର ପରମ୍ପରା କେଉଁ ରାଜ୍ୟରେ ଥିଲା? ଏହାର ସଠିକ୍ ଉତ୍ତର ହେବ କଳିଙ୍ଗ, ମଗଧ, ଅଙ୍ଗ, ତକ୍ଷଶିଳା। ମଗଧ। କଳିଙ୍ଗ ଯୁଦ୍ଧରେ କେଉଁ ନଦୀ ରକ୍ତର ନଦୀ ପାଲଟିଥିଲା? ଭାର୍ଗବୀ, ଦୟା, ବୈତରଣୀ, ମହାନଦୀ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା ଦୟା ନଦୀ। ଆମ ପାଖରୁ ରସଦ ଶେଷ ହେଲାଣି ରେଖାଙ୍କିତ ପଦର ଅର୍ଥ କ'ଣ? ଅସ୍ତ୍ରଶସ୍ତ୍ର, ଯୁଦ୍ଧ ପୋଷାକ, ଖାଦ୍ୟଦ୍ରବ୍ୟ, ସୈନ୍ୟ ସାମନ୍ତ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ଖାଦ୍ୟ ଦ୍ରବ୍ୟ। କ୍ୟାପ୍ଟେନ୍ ମହାପାତ୍ରଙ୍କ ଝଡ଼ ପରି ବାହାରି ଯିବାକୁ କିଏ ନିଷ୍ଫଳକ ଦୃଷ୍ଟିରେ ଚାହିଁ ରହିଥିଲେ? ସଠିକ୍ ଉତ୍ତର କ'ଣ ହେଇଯିବ? ପ୍ରୀତି, ସୁରଭି, ସୁବ୍ରତ, ପୂରବୀ। ସଠିକ୍ ଉତ୍ତର ହେଇଯିବ ସୁବ୍ରତ। ନେକ୍ସଟ ଦେଖିବା ଦୂର ଦୂରାନ୍ତ, ଅପରିଚିତ, ଅତି ନିକଟର, ଅଥଚ ଅତି ଦୂରର। ଏହା କାହାର ଉକ୍ତି? ସୁବ୍ରତ, ପ୍ରୀତି, କ୍ୟାପ୍ଟେନ୍ ମହାପାତ୍ର, ସୁରଭି। କ୍ୟାପ୍ଟେନ୍ ମହାପାତ୍ର। ମହାପାତ୍ର ତାଙ୍କର ପରିଚୟ ପ୍ରୀତି ଓ ସୁବ୍ରତଙ୍କୁ ପ୍ରଥମେ କେମିତି ପ୍ରଦାନ କରିଛନ୍ତି? ଆର୍ମିର କ୍ୟାପ୍ଟେନ୍ ଥିଲେ, ନାମୀଦାମୀ କଣ୍ଟ୍ରାକ୍ଟର ବୋଲି, ପୂରବୀଙ୍କ ସ୍ୱାମୀ ବୋଲି, ମାଡ୍ରାସରେ ରହନ୍ତି ବୋଲି। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ପୂରବୀଙ୍କ ସ୍ୱାମୀ ବୋଲି। ସତରେ କି ବର୍ଷା ହେଲା ଏହା କେଉଁ ପ୍ରକାର ବାକ୍ୟ? ବିବୃତ୍ତି ସୂଚକ, ପ୍ରଶ୍ନ ସୂଚକ, ଆଦେଶ ସୂଚକ, ବିସ୍ମୟ ସୂଚକ। 38 ଡି ବିସ୍ମୟ ସୂଚକ ବାକ୍ୟ। ସତରେ କି ବର୍ଷା ହେଲା ଆଶ୍ଚର୍ଯ୍ୟ ପ୍ରକଟ ହେଉଛି, ତେଣୁ ଏଇଟା ବିସ୍ମୟ ସୂଚକ ବାକ୍ୟ। ତାକୁ ଇଂରାଜୀରେ କ'ଣ କହନ୍ତି? ଏକ୍ସକ୍ଲାମେଟରୀ ସେଣ୍ଟେନ୍ସ। ତ ସୈନିକ ଦେଶକୁ ରକ୍ଷା କରେ, ମାତ୍ର କୃଷକ ଦେଶକୁ ଖାଦ୍ୟ ଯୋଗାଏ। ଏହା କେଉଁ ବାକ୍ୟର ଦୃଷ୍ଟାନ୍ତ? ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ। ଏହାର ସଠିକ୍ ଉତ୍ତର ହେଲା ଯୌଗିକ ବାକ୍ୟ। ଗୁଣି ଦ୍ୱାରା ଗୁଣ ଚିହ୍ନାଯାଏ। ବାକ୍ୟର ବାଚ୍ୟ ନିର୍ଣ୍ଣୟ କର। କର୍ତ୍ତୃବାଚ୍ୟ ନା କର୍ମବାଚ୍ୟ ନା ଭାବବାଚ୍ୟ ନା କର୍ମ କର୍ତ୍ତୃବାଚ୍ୟ। ଏହା ସଠିକ୍ ଉତ୍ତର କ'ଣ ହେଇପାରିବ? ନା କର୍ମବାଚ୍ୟ। ଗୁଣି ଦ୍ୱାରା ଗୁଣ ଚିହ୍ନା ହୁଏ, ଏଇଟା ହେଲା କର୍ମବାଚ୍ୟ। ମୋତେ ଖସାମତି କରି ଆସେ ନାହିଁ ବାକ୍ୟଟି କେଉଁ ବାଚ୍ୟରେ ଅଛି? କର୍ତ୍ତୃବାଚ୍ୟ, କର୍ମ କର୍ତ୍ତୃବାଚ୍ୟ, ଭାବବାଚ୍ୟ, କର୍ମବାଚ୍ୟ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା କର୍ମବାଚ୍ୟରେ ଅଛି। ଜନକଙ୍କ କନ୍ୟାକୁ ସଂକ୍ଷେପଣ କଲେ ହେବ ଜାନକୀ। ସଂକ୍ଷେପଣରେ କାହାର ସାହାଯ୍ୟ ନିଆଯାଇଥାଏ? ତଦ୍ଧିତ, କୃଦନ୍ତ, ଉପସର୍ଗ, ସମାସ। କାହାର ସାହାଯ୍ୟ ନେବା ପାଇଁ ପଡ଼ିଥାଏ? ନା ତଦ୍ଧିତର ସାହାଯ୍ୟ ନେବା ପାଇଁ ପଡ଼ିଥାଏ। କାନରେ କହୁଥିବା ଲୋକକୁ ବିଶ୍ୱାସ କର ନାହିଁ। ବାକ୍ୟଟିକୁ ସଂକ୍ଷେପଣ କଲେ ହେବ କାନକୁହାକୁ ବିଶ୍ୱାସ କର ନାହିଁ। ଏଠାରେ ସଂକ୍ଷେପଣ କାହା ଦ୍ୱାରା ହୋଇଛି? ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ସମାସ ଦ୍ୱାରା ହୋଇଛି। ଗୁରୁ ଶିଷ୍ୟମାନଙ୍କୁ ଉପଦେଶ ଦେଲେ ବାକ୍ୟରେ ମୁଖ୍ୟ କର୍ମ କେଉଁଟି? ଶିଷ୍ୟ, ଉପଦେଶ, ଗୁରୁ କେଉଁଟି ନୁହେଁ? ଏହାର ସଠିକ୍ ଉତ୍ତର ହେଇଯିବ ଉପଦେଶ। ଦ, ଐ, ନ, ୟ, ଅ ଏହାର ଶବ୍ଦ ରୂପ କ'ଣ ହେବ? ଦିନ, ଦାନ, ଦୈନ୍ୟ, ଦୈନ। ଏହାର ସଠିକ୍ ଉତ୍ତର ହେଇଯିବ ଦୈନ୍ୟ। ଅପସନ୍ ସି ହେଇଯିବ ଦୈନ୍ୟ। ପ୍ରସୂନ ଏଠାରେ ଦନ୍ତ୍ୟାନ କାହିଁକି ମୂର୍ଦ୍ଧନ ହୋଇନାହିଁ? ନା ଦୀର୍ଘ ଉପରେ ନ ଥିବାରୁ
ପ ବର୍ଗ ବର୍ଣ୍ଣର ବ୍ୟବଧାନ ହେତୁ ହର୍ଷ ଉପରେ ନ ଥିବାରୁ କେଉଁଟି ନୁହେଁ? ଏହାର ସଠିକ୍ ଉତ୍ତର ହେଇଯିବ କ'ଣ? ଅପସନ୍ ଏ ଦୀର୍ଘ ଉପରେ ନ ଥିବାରୁ। କେଉଁଟି ଶୁଦ୍ଧ ଶବ୍ଦ ଅଟେ? ଅପରାହ୍ନ, ଦାଶରଥୀ, ଅପଦସ୍ଥ, ଭୌଗୋଳିକ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା 47 ଡି ଭୌଗୋଳିକ। ଅସ୍ତମାନ ଏହି ଶବ୍ଦରେ କେଉଁ ପ୍ରକାର ଅଶୁଦ୍ଧି ରହିଛି? ତଦ୍ଧିତଗତ, ସନ୍ଧିଗତ, କୃଦନ୍ତଗତ, ବନାନଗତ। କ'ଣ ରହିଛି? ନା ବନାନଗତ ଅଶୁଦ୍ଧି ରହିଛି। ସୂର୍ଯ୍ୟଯୁକ୍ତ ଉପରାଗ, ସୂର୍ଯ୍ୟପରାଗ। ଅପସନ୍ ଏ। ଅପସନ୍ ବି ସୂର୍ଯ୍ୟପରାଗ। ଏଠି ପରେ ଓକାର ଦେଇଛି। ସି ସୂର୍ଯ୍ୟପରାଗ। ଏଠି ଓକାର ଦେଇନାହିଁ। ଡି ସୂର୍ଯ୍ୟପରାଗ। ଏଠି ଓକାର ଦେଇଛି ଆଉ ପରେ ଓକାର ବି ଅନ୍ତଃଶେଷରେ ଓକାର ବି ଦେଇଛି, ପରେ ଓକାର ବି ଦେଇଛି। ତ ଏଠି କ'ଣ ହେବ? ସୂର୍ଯ୍ୟଯୁକ୍ତ ଉପରାଗ କ'ଣ ହେଇପାରିବ? ନା ସୂର୍ଯ୍ୟପରାଗ। ସୁ ଅନ୍ତଃଶେଷୀୟ ତୈଳରେ ତୈର ଓକାର ପରାଗ ସୂର୍ଯ୍ୟପରାଗ। ଅପସନ୍ ଏ ହେଇଯିବ କରେକ୍ଟ ଆନ୍ସର୍। ଶୁଦ୍ଧ ଶବ୍ଦଟିକୁ ଚୟନ କରିବା। ଅପସନ୍ ଏ ଦ୍ରୁତଗାମୀ। ଫାଷ୍ଟ ଦରେର ତୈନ ଦିଗ ଦ୍ରୁତଗାମୀ। ବି ଦରେର ଦ୍ରୁତଗାମୀ। ଦରେର ତୈନ ଦ୍ରୁତଗାମୀ। ଦ୍ରୁତଗାମୀ 50 ସି ହେଇଯିବ କରେକ୍ଟ ଆନ୍ସର୍। ତ ଏଇଠି ଆମେମାନେ ସମସ୍ତ 50ଟି ପ୍ରଶ୍ନର ଉତ୍ତର ଜାଣିପାରିଲେ। ତ ଆକୁ ଆମକୁ ବାରମ୍ବାର ଅଭ୍ୟାସ କରିବା ପାଇଁ ପଡ଼ିବ। ଯେଉଁମାନେ ଗୋଟେ ଥର ମନେ ରଖିପାରୁଛ ବହୁତ ଭଲ କଥା। ଯେଉଁମାନେ ଗୋଟେ ଥର ମନେ ରଖିପାରୁନ 2 ଥର 3 ଥର 5 ଥର ପଢ଼। କାହିଁକିନା ବର୍ତ୍ତମାନ ବି ହାତରେ ବହୁତ ସମୟ ଅଛି। 3 ମାସ ସମୟ କିଛି କମ୍ ନୁହେଁ। 3 ମାସ ଭିତରେ ଆମେ ବହୁତ କିଛି କରିପାରିବା। ଯେଉଁମାନେ ବି B2 ଗ୍ରେଡ଼୍ ପାଉଥିବେ ସେମାନେ B1 ଗ୍ରେଡ଼୍କୁ ଆସିପାରିବେ। ଯେଉଁମାନେ A2 ଗ୍ରେଡ଼୍ ଆଣୁଥିବେ ସେମାନେ A1 ଗ୍ରେଡ଼୍କୁ ଆସିପାରିବେ। ଆଉ ଯେଉଁମାନେ C ଗ୍ରେଡ଼୍ ପାଉଥିବେ ସେମାନେ B2 ଗ୍ରେଡ଼୍କୁ ଆସିପାରିବେ। ଯେଉଁମାନେ D ଗ୍ରେଡ଼୍ ପାଉଥିବେ ସେମାନେ C ଗ୍ରେଡ଼୍କୁ ଆସିପାରିବେ। ତେଣୁ ଆମ ପାଇଁ ଯଥେଷ୍ଟ ସମୟ ଅଛି। କାହିଁକିନା ଆମକୁ ଯେତିକି ପରିଶ୍ରମ କରିବା ସେତିକି ମାର୍କ ଆମେ ଆଣିପାରିବା। ଆମ ପାଇଁ କେବଳ ହାର୍ଡ଼ୱାର୍କ ହିଁ ସାହାଯ୍ୟ କରିବ। ହାର୍ଡ଼ୱାର୍କ କଣ୍ଟିନ୍ୟୁଅସ୍ ଲର୍ଣ୍ଣିଂ ହିଁ ଆମକୁ ସାହାଯ୍ୟ କରିବ ସକ୍ସେସ୍ ପାଇବା ପାଇଁ। ତ ଏଥିପାଇଁ ଆମକୁ ରେଗୁଲାର ବେସିସ୍ରେ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ। ଯେତେ ପରୀକ୍ଷା ପାଖେଇ ଆସୁଛି ଆମକୁ ସେତିକି ଅଧିକ ସମୟ ଦେବା ପାଇଁ ପଡ଼ିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ନିଶ୍ଚିତ ରୂପେ ଗୋଟେ ସବସ୍କ୍ରାଇବ୍ କରିଦିଅ। ସାଙ୍ଗମାନଙ୍କ ସହିତ ବହୁତ ମଧ୍ୟ ସେୟାର କରିଦିଅ। ରହୁଛି। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।